प्रभु जीशुଙ୍କ ନାମରେ ଆପଣ ସମସ୍ତଙ୍କୁ ମୋର ନମସ୍କାର ଏବଂ ଶୁଭେଚ୍ଛା ଜଣାଉଛି। ଆଜି ପ୍ରଭୁଙ୍କ ଅନୁଗ୍ରହରେ ଆମେ ଆଦି ପୁସ୍ତକର ଏହିପରି ଏକ ମହାନ ଦାସଙ୍କ ବିଷୟରେ ଦେଖିବା, ଯେଉଁ ବ୍ୟକ୍ତି କି ସମଗ୍ର ପୃଥିବୀରେ ଦୁଷ୍ଟତା ବାସ କରୁଥିବା ସମୟରେ ସେ ଜଣେ ଏକା ପରମେଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଥିଲେ। ଆଉ ସେ ଏହିପରି ଏକ ମହାନ ଧାର୍ମିକ ବ୍ୟକ୍ତି ଯିଏକି ହନୁକଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି। ଆଉ ସେ ପରମେଶ୍ୱରଙ୍କ ସହିତ ଗମନାଗମନ କରିଥିଲେ, ଯାହାକି ଆମେ ପାଇବା ଆଦି ପୁସ୍ତକ ତାର 5 ପର୍ବ ଏବଂ 6 ପର୍ବରେ। ସେଇଠାରେ ଆମେ ଦେଖିବା ଯେ ପରମେଶ୍ୱର ଦୃଷ୍ଟିରେ ପୃଥିବୀର ସମସ୍ତ ବିଷୟ ଇଭେନ୍ ଜୀବଜନ୍ତୁ ଏବଂ ମନୁଷ୍ୟମାନଙ୍କର କର୍ମ ସହିତ ତାଙ୍କର ଚିନ୍ତାଧାରା ମଧ୍ୟ ଅବିରତ ମନ୍ଦ ଥିଲା। ଆଉ ସେ ସେଥିପାଇଁ ପରମେଶ୍ୱର ଅନୁତାପ କରିଥିଲେ ସେ ସମସ୍ତ ବିଷୟ ଦେଖିକି ମନୁଷ୍ୟକୁ ସୃଷ୍ଟି କରିଥିବାରୁ। ଆଉ ଠିକ୍ ଏକ ବିପରୀତ ସମୟରେ ଆମେ ଦେଖିବା ଯେ ନୋହ ହେଉଛନ୍ତି ଜଣେ ବ୍ୟକ୍ତି ଯିଏକି ସମଗ୍ର ପୃଥିବୀ ମଧ୍ୟରେ ପରମେଶ୍ୱରଙ୍କର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ। ଆଉ ଆମେ ଦେଖିବା କେଉଁ ବିଷୟ ଯୋଗୁଁ, କେଉଁ କାରଣ ଯୋଗୁଁ ନୋହ ପରମେଶ୍ୱରଙ୍କର ଅନୁଗ୍ରହ ପାତ୍ର ହେଇଥିଲେ। ପ୍ରଥମ ବିଷୟ ଆମେ ଦେଖିବା ଜେନେସିସ୍ ତାର 5 ପର୍ବ 32ରେ ବା ଆଦି ପୁସ୍ତକ 5 ପର୍ବ 32ରେ। ସେଇଥିରେ ଲେଖାଯାଏ ଯେ ନୋହ 500 ବୟସ ବର୍ଷରେ ସେ ତାଙ୍କରି 3ଟି ପୁତ୍ରକୁ ଜନ୍ମ ଦେଇଥିଲେ। ଅର୍ଥାତ୍ 500 ବର୍ଷ ପୂର୍ବେ ସେ ନିଜର ପରିବାରକୁ ଆରମ୍ଭ କରିନଥିଲେ। ତାହେଲେ ସେ 500 ବର୍ଷ ପୂର୍ବେ ସେ କ'ଣ କରୁଥିଲେ? ଆମେ ଦେଖିବା ଆଦି ପୁସ୍ତକ 6 ପର୍ବ 9ରେ ଲେଖାଯାଏ ଯେ ନୋହ ଜଣେ ଧାର୍ମିକ ଆଉ ସାଧୁ ବ୍ୟକ୍ତି ଥିଲେ ଆଉ ସେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ତା ଅର୍ଥ ଯେ ତାଙ୍କର ଜନ୍ମ ଠାରୁ ସେ 500 ବର୍ଷ ପର୍ଯ୍ୟନ୍ତ ନୋହ ଧାର୍ମିକ ରହିଲେ ଆଉ ନିର୍ଦୋଷ ରହିଲେ। ଆଉ ବିଶେଷରେ ସେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ଅର୍ଥାତ୍ ଜନ୍ମ ଠାରୁ ସେ 500 ବର୍ଷ ପର୍ଯ୍ୟନ୍ତ ନୋହ ପରମେଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଲେ। ପିତା ହେବା ପୂର୍ବରୁ ବା ପରିବାର ଆରମ୍ଭ କରିବା ପୂର୍ବରୁ ସେ ତାଙ୍କ ଜୀବନର ପ୍ରଥମ ଅଂଶ, ପ୍ରଥମ ପର୍ଯ୍ୟାୟରେ ସେ ପରମେଶ୍ୱରଙ୍କୁ ବାଛିଲେ। ପ୍ରଭୁଙ୍କ ସହିତ ସେ ସଙ୍ଗତି କରିଥିଲେ। ହନୋକଙ୍କ ପରେ ନୋହ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ସହିତ ଗମନାଗମନ କରିଥିଲେ। ଆମେ ଭାବିଥାଉ ଯେ ଆମେ ରିଟାୟାର ହେଲେ ବା ପୁଅ ଝିଅଙ୍କ ପାଠପଢ଼ା ସରିଗଲେ ବା ସେମାନଙ୍କର ବାହାଘର କାମ ହୋଇଗଲେ ଆମେ ପ୍ରଭୁଙ୍କର କାମ କରିବା। ବା ଯଦି ଆମେ ପରୀକ୍ଷା ଦେଉଛୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କୋର୍ସର, ତାହେଲେ ଆମ ଟ୍ରେନିଂ ସରିଗଲେ ବା ପରୀକ୍ଷା ପରେ ମୁଁ ପ୍ରଭୁଙ୍କୁ ଅଧିକ ସମୟ ଦେବି, ଏହିପରି ଆମେ କହିଥାଉ। କିନ୍ତୁ ନୋହ ତାଙ୍କ ଜୀବନର ପ୍ରଥମ ପର୍ଯ୍ୟାୟରେ ପରମେଶ୍ୱରଙ୍କର ସହିତ ଅତି ଘନିଷ୍ଠ ଭାବରେ ସେ ଜୀବନ ଯାପନ କରୁଥିଲେ। ଆଉ ସେ ତାଙ୍କ ଜୀବନରେ ପରମେଶ୍ୱରଙ୍କୁ ବା ଈଶ୍ୱରଙ୍କୁ ସେ ପ୍ରଥମ ସ୍ଥାନ ଏବଂ ହାଇଏଷ୍ଟ ପ୍ରାୟୋରିଟି ସେ ଦେଇଥିଲେ ତାଙ୍କ ଜୀବନ ମଧ୍ୟରେ। ଆଉ ତହିଁ ଯୋଗୁଁ ପରମେଶ୍ୱରଙ୍କର ଦୃଷ୍ଟି, ଅନୁଗ୍ରହର ଦୃଷ୍ଟି ତାଙ୍କ ଉପରେ ଅଧିଷ୍ଠାନ କରିଥିଲା, ଯେଉଁ ସମୟରେ କି ସମଗ୍ର ପୃଥିବୀ ଦୁଷ୍ଟତାରେ ପରିପୂର୍ଣ୍ଣ ହୋଇଯାଇଥିଲା। ଆଉ ଦ୍ୱିତୀୟ ବିଷୟ ଆମେ ଦେଖିବା ଯେ Noah was a righteous man and blameless among the people of his time. ନୋହ ଜଣେ ଧାର୍ମିକ ବ୍ୟକ୍ତି ଆଉ ଦୋଷରହିତ ବ୍ୟକ୍ତି ଥିଲେ ପରମେଶ୍ୱରଙ୍କର ଦୃଷ୍ଟିରେ। ସେଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେ ପରମେଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ବ୍ୟକ୍ତି ଥିଲେ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଥିଲେ। ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ଓ ସାଧୁ ଦେଖାଯିବା ସହଜ, କିନ୍ତୁ ଯିଏକି ଯେଉଁ ଈଶ୍ୱର କି ସବୁକିଛି ଦେଖିପାରନ୍ତି, ଯିଏକି ଅନ୍ତର୍ଯ୍ୟାମୀ, ତାହାଙ୍କର ଦୃଷ୍ଟିରେ ଧାର୍ମିକ ଆଉ ସାଧୁ ହେବା ସାଧାରଣ ବିଷୟ ନୁହେଁ।
ଆଉ ନୁହ ହେଉଛନ୍ତି ଏକ ପ୍ରଭୁଙ୍କର ମହାନ ଦାସ ଯେ କି ପରମେଶ୍ୱରଙ୍କର ଦୃଷ୍ଟିରେ ଧାର୍ମିକ ଏବଂ ସାଧୁ ବ୍ୟକ୍ତି ଥିଲେ। ପ୍ରଭୁଙ୍କର ବାକ୍ୟ ଆହୁରି କହେ ଯେ Noah was a righteous man and blameless among the people of his time। ଅର୍ଥାତ୍ ସେହି ଦୁଷ୍ଟତାରେ ପରିପୂର୍ଣ୍ଣ ହୋଇଥିବା ଜଗତରେ ବାସ କରିକି ମଧ୍ୟ ସେ ତାଙ୍କରି ଧାର୍ମିକତାକୁ ସେ ବଜାୟ ରଖିଥିଲେ। ତାଙ୍କର ଚାରିଆଡ଼େ ତାଙ୍କରି ସରାଉଣ୍ଡିଂରେ ଅଧାର୍ମିକ ଲୋକମାନେ ରହୁଥିଲେ, ପାପରେ ପରିପୂର୍ଣ୍ଣ ହୋଇଥିବା ମନୁଷ୍ୟମାନେ ବାସ କରୁଥିଲେ, କିନ୍ତୁ ସେମାନଙ୍କର ମଧ୍ୟରେ ରହିକି ମଧ୍ୟ ନୁହ ନିଜର ଧାର୍ମିକତା ଏବଂ ନିଜର ସାଧୁତାକୁ ସେ ବଜାୟ ରଖିଥିଲେ। ଏହା ହେଉଛି ନୁହଙ୍କର ଆହୁରି ଏକ ଉତ୍ତମ ଚରିତ୍ର। ରବିବାର ଦିନରେ ଚର୍ଚ୍ଚରେ ଧାର୍ମିକ ହେବାର କିଛି ବଡ଼ କଥା ନାହିଁ, କିମ୍ବା ଏକାକୀ ଶାନ୍ତିରେ ବାସ କରିବାର ସିଗ୍ନିଫିକାଣ୍ଟ ବିଷୟ ନୁହେଁ। ଅନ୍ୟ ଭାଷାରେ ଯଦି ଆମେ ଅନ୍ୟ ଉଦାହରଣକୁ ଦେଖିବା, ଫୁଟବଲ ଖେଳିଲା ବେଳେ ଯଦି ଅନ୍ୟ କେହି ନାହିଁ ଫିଲ୍ଡରେ, ତେବେ ଗୋଲ୍ କରିବା କେତେ ସହଜ। କିନ୍ତୁ ଅପୋଜିଟ୍ ଟିମ୍ ବା କିଏ ଡିଫେନ୍ସ କରିବାର ପ୍ଲେୟର ଆସିଗଲେ ଏବଂ ଗୋଲିର ଉପସ୍ଥିତିରେ ଗୋଲ୍ ମାରିବା ବହୁତ ଡିଫିକଲ୍ଟ ହୋଇଥାଏ। ପ୍ରଭୁଙ୍କର ବାକ୍ୟ କହେ ଯେ ମନୁଷ୍ୟମାନଙ୍କ କର୍ମ କ'ଣ, କିନ୍ତୁ ମନୁଷ୍ୟମାନଙ୍କର ଚିନ୍ତାଧାରା ମଧ୍ୟ ଅବିରତ ମନ୍ଦ ଥିଲା ଏବଂ ସେମାନଙ୍କ ସହିତ ନୁହ ଦିନ ରାତି ବାସ କରିକି ମଧ୍ୟ ନିଜର ଜୀବନକୁ ସେ ପବିତ୍ର ରଖିଥିଲେ ଆଉ ନିଜର ଧାର୍ମିକତାକୁ ହଜାଇ ନଥିଲେ। ସେଇ ଭାବି ଦେଖନ୍ତୁ, ସେହିପରି ବିପରୀତ ପରିସ୍ଥିତିରେ ଦୁଷ୍ଟତାର ଲୋକମାନଙ୍କ ସହିତ ବାସ କରିକି ସେ କେତେ ଯେ ପରୀକ୍ଷା ଏବଂ ପ୍ରଲୋଭନର ସମ୍ମୁଖୀନ ହୋଇଥିବେ ତାହାର କଳନା ମଧ୍ୟ କରାଯାଇ ନାହିଁ। କାରଣ ଯଦି ଆମେ ଦେଖିବା, ଧରିନିଅ 1000 ଦୁଷ୍ଟ ଲୋକ ଅଛନ୍ତି ପୃଥିବୀରେ ସେହି ସମୟରେ, ତାହେଲେ 999 ଲୋକ ଦୁଷ୍ଟ ଥିବା ବେଳେ ଏ ଜଣେ ମାତ୍ର ପବିତ୍ର ଥିଲେ, ଜଣେ ମାତ୍ର ସେ ସାଧୁ ଥିଲେ, ଆଉ ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ବହୁତ ଉତ୍ତମ ଦେଖାଗଲା। ତାଙ୍କୁ କେହି ବି ଏନକରେଜ କରିବାର ଲୋକ ନଥିଲେ ପ୍ରଭୁଙ୍କର ପଥରେ ଚାଲିବା ପାଇଁ। ଯଦି ଆମେ ଦେଖିବା, ଆମ ଚାରିଆଡ଼େ ଅନେକ ଲୋକମାନେ ଅଛନ୍ତି ଆମମାନଙ୍କୁ ପ୍ରଭୁଙ୍କ ପଥରେ କଢ଼ାଇ ନେବା ପାଇଁ, ଉତ୍ସାହ ଦେବା ପାଇଁ। ଆମ ପାଳକମାନେ ଅଛନ୍ତି, ପ୍ରଚାରକମାନେ, ବାପା ମା ମାନେ, ଭାଇ ଭଉଣୀମାନେ, ପୁରା ମଣ୍ଡଳୀ ମଧ୍ୟ ଆମ ପାଇଁ ଛିଡ଼ା ହେଇଥାଏ ଆମମାନଙ୍କର ଆତ୍ମିକ ଜୀବନରେ ଉନ୍ନତି କରିବା ପାଇଁ। ଆଉ ପ୍ରଭୁଙ୍କ ଦୃଷ୍ଟିରେ ଆମେ ଧାର୍ମିକ ହୋଇ ପାରିଅଛୁ କି ନାହିଁ ତାହାର ଉତ୍ତର ଆମେ ହିଁ ଦେଇପାରିବା। ଆଉ ପରମେଶ୍ୱରଙ୍କ ଅନୁଗ୍ରହରେ ଯେତେବେଳେ ସେ ନୁହ ଏହି ସମସ୍ତ ମଧ୍ୟରେ ବାସ କରିକି ମଧ୍ୟ ତାଙ୍କରି ଉତ୍ତମତାକୁ ସେ ବଜାୟ ରଖିଥିଲେ, ତାହା ହିଁ ପରମେଶ୍ୱରଙ୍କର ଅନୁଗ୍ରହକୁ ଆକର୍ଷଣ କରିଥିଲା। ଆଉ ତାଙ୍କରି ମେନ୍ ସିକ୍ରେଟ୍ ଥିଲା, ତାଙ୍କରି ଏହି ସାଧୁତାର ପଛରେ ମେନ୍ ସିକ୍ରେଟ୍ ଥିଲା ଯେ ସେ ପରମେଶ୍ୱରଙ୍କର ଉପସ୍ଥିତିରେ ବାସ କରୁଥିଲେ। ଆଉ ଆମେ ଯେତେବେଳେ ପରମେଶ୍ୱରଙ୍କର ଉପସ୍ଥିତିରେ ଡୁଏଲ୍ କରୁ ବା ଆମେ ବାସ କରୁ, ତାହେଲେ ପ୍ରଭୁ ନିଜେ ଆମକୁ ମନ୍ଦତାରୁ, ସମସ୍ତ ପ୍ରକାର ପରୀକ୍ଷା ପ୍ରଲୋଭନରୁ ସୁରକ୍ଷା ଦିଅନ୍ତି। ପ୍ରଭୁ ଆମମାନଙ୍କୁ ଆଜିର ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ, ଯେପରି ଆମେ ନୁହ ପରି ଆମମାନଙ୍କର ଜୀବନର ପ୍ରଥମ ପର୍ଯ୍ୟାୟରେ ବା ପ୍ରଥମ ସ୍ଥାନ ଦେବା ଆଉ ତାଙ୍କୁ ହାଇଏଷ୍ଟ ପ୍ରାୟୋରିଟି ଦେବା। ଆଉ ଦ୍ୱିତୀୟ ବିଷୟ ଯେ ଆମେ ପ୍ରଭୁଙ୍କର ଉପସ୍ଥିତିରେ ବାସ କରିବା, ଯେପରି ଆମେ ସମସ୍ତ ମନ୍ଦତାରୁ ଆଉ ଦୁଷ୍ଟତାରୁ ଆମେ ଦୂରରେ ରହି ପ୍ରଭୁଙ୍କର ଅନୁଗ୍ରହର ପାତ୍ର ହୋଇପାରିବା। ଧନ୍ୟବାଦ।